ରାଧେ ରାଧେ ଜୟ ଶ୍ରୀ କୃଷ୍ଣ। ରଥଯାତ୍ରା ପରଠାରୁ କନ୍ୟା ରାଶିର ଲୋକମାନଙ୍କର ଜୀବନରେ ଘଟିପାରେ 5ଟି ବଡ଼ ପରିବର୍ତ୍ତନ। ଏହି କଥା ଶୁଣି ଅବହେଳା କରନ୍ତୁ ନାହିଁ। ଆପଣଙ୍କର ଭାଗ୍ୟଚକ୍ର କି ନୂଆ ମୋଡ଼ ନେବାକୁ ଯାଉଛି। କେଉଁ କ୍ଷେତ୍ରରେ ମିଳିପାରେ ସଫଳତା, କେଉଁ ବିଷୟରେ ସତର୍କ ରହିବା ଅତ୍ୟନ୍ତ ଆବଶ୍ୟକ ଏବଂ କେଉଁ 5ଟି ଘଟଣା ଆପଣଙ୍କ ଜୀବନରେ ବଡ଼ ପ୍ରଭାବ ପକାଇବ, ସବୁକିଛି ଜାଣିବେ ଏହି ଭିଡ଼ିଓରେ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏବେ ଆମେ ଜାଣିବା ଆପଣଙ୍କର ସହ ରଥଯାତ୍ରା ପରଠାରୁ କେଉଁ 5ଟି ଘଟଣା ଘଟିବ। ନମ୍ବର 1 ଘଟଣା ହେଉଛି କାର୍ଯ୍ୟକ୍ଷେତ୍ରରେ ଏବଂ ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ସୁଯୋଗ ମିଳିବ। ରଥଯାତ୍ରା ପରେ କନ୍ୟା ରାଶିର ଲୋକମାନେ ଅନେକ ଦିନ ଧରି ଯେଉଁମାନେ କାର୍ଯ୍ୟକ୍ଷେତ୍ରରୁ ସୁଯୋଗ ପାଉନଥିଲେ ସେମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିବ। ଦୀର୍ଘ ଦିନ ଧରି ଅଟକି ରହିଥିବା କାମ ଆପଣଙ୍କର ଆଗକୁ ବଢ଼ିବାର ସମ୍ଭାବନା ରହିଛି। ଚାକିରି କରୁଥିବା ଲୋକମାନେ ନୂଆ ଦାୟିତ୍ୱ କିମ୍ବା ପ୍ରଶଂସା ପାଇପାରନ୍ତି। ଯେତେବେଳେ ବ୍ୟବସାୟୀମାନେ ନୂଆ ଗ୍ରାହକ କିମ୍ବା ଲାଭଦାୟକ ସୁଯୋଗ ଦେଖିପାରନ୍ତି, ତେବେ ପ୍ରତ୍ୟେକଟି ପରିସ୍ଥିତି ଅଲଗା ହେବାରୁ ମଧ୍ୟ ଆପଣଙ୍କୁ ବିଭିନ୍ନ ପ୍ରକାରର ଫଳ ମିଳିପାରେ। ତେଣୁ ମିଳୁଥିବା ସୁଯୋଗକୁ ଭଲ ଭାବରେ ବିଚାର କରି ନିଷ୍ପତ୍ତି ନିଅନ୍ତୁ। ନମ୍ବର 2 ଘଟଣା ହେଉଛି ପରିବାର ଓ ସମ୍ପର୍କରେ ଆସିପାରେ ସକାରାତ୍ମକ ପରିବର୍ତ୍ତନ। ରଥଯାତ୍ରା ପରେ କନ୍ୟା ରାଶିର କିଛି ଲୋକଙ୍କର ପାରିବାରିକ ଜୀବନରେ ଖୁସିର ପରିବେଶ ସୃଷ୍ଟି ହୋଇପାରେ। ଦୀର୍ଘ ଦିନ ଧରି ଥିବା ଭୁଲ ବୁଝାମଣା ଆପଣଙ୍କର ଦୂର ହୋଇ ଆପଣଙ୍କ ମଧ୍ୟରେ ଏକ ଭଲ ସୁଯୋଗ, ଏକ ଭଲ ସମ୍ପର୍କ ଗଢ଼ି ଉଠିବ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ମଧ୍ୟ ଆହୁରି ଦୃଢ଼ ହୋଇଯିବ। ଅବିବାହିତମାନଙ୍କ ପାଇଁ ନୂଆ ପରିଚୟ କିମ୍ବା ବିବାହ ପ୍ରସ୍ତାବ ଆସିବାର ସମ୍ଭାବନା ମଧ୍ୟ ରହିଛି। ତେବେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି କାମ କରନ୍ତୁ ଏବଂ ଧୈର୍ଯ୍ୟ ରଖନ୍ତୁ। ନମ୍ବର 3 ଘଟଣା ହେଉଛି ଅଚାନକ ମିଳିପାରେ ଶୁଭ ଖବର କିମ୍ବା ନୂଆ ସୁଯୋଗ। ରଥଯାତ୍ରା ପରେ କନ୍ୟା ରାଶିର କିଛି ଲୋକମାନଙ୍କର ଜୀବନରେ ଏମିତି କିଛି ଘଟଣା ଘଟିପାରେ ଯାହା ଆପଣ ହୁଏତ ଆଶା କରିନଥିବେ। ଦୀର୍ଘ ଦିନ ଧରି ଅପେକ୍ଷା କରୁଥିବା କୌଣସି କାମରୁ ଆପଣଙ୍କୁ ସକାରାତ୍ମକ ଖବର ମିଳିପାରେ କିମ୍ବା ନୂଆ ଅବସର ଆପଣଙ୍କ ସାମ୍ନାକୁ ଆସିପାରେ। ଶିକ୍ଷା, ଚାକିରି, ବ୍ୟବସାୟ କିମ୍ବା ବ୍ୟକ୍ତିଗତ ଜୀବନରେ କୌଣସି ଏକ କ୍ଷେତ୍ରରେ ଆପଣଙ୍କୁ ଭଲ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତେବେ ସମସ୍ତଙ୍କ ଜୀବନର ପରିସ୍ଥିତି ଭିନ୍ନ ହୋଇଥିବାରୁ ଫଳ ମଧ୍ୟ ଅଲଗା ହୋଇପାରେ। ତେଣୁ ସୁଯୋଗ ମିଳିଲେ ତାର ସଠିକ ବ୍ୟବହାର କରନ୍ତୁ। ନମ୍ବର 4 ଘଟଣା ହେଉଛି ଅଟକିଥିବା କାମରେ ମିଳିପାରେ ଆପଣଙ୍କୁ ଅଗ୍ରଗତି। ରଥଯାତ୍ରା ପରେ କନ୍ୟା ରାଶିର ଲୋକମାନଙ୍କର ଜୀବନରେ ଦୀର୍ଘ ଦିନ ଧରି ଅଟକି ରହିଥିବା କାମରେ ଧୀରେ ଧୀରେ ଆପଣ ଆଗକୁ ବଢ଼ିବେ। କାଗଜପତ୍ର, ଚାକିରି, ବ୍ୟବସାୟ, ଶିକ୍ଷା କିମ୍ବା କୌଣସି ଘରୋଇ ବିଷୟରେ ସକାରାତ୍ମକ ପ୍ରଗତି ଆପଣଙ୍କୁ ଦେଖିବାକୁ ମିଳିବ। ଏହି ସମୟ ଧୈର୍ଯ୍ୟ ରଖି ଯୋଜନାବଦ୍ଧ ଭାବରେ କାମ କଲେ ଭଲ ଫଳ ମିଳିବାର ସମ୍ଭାବନା ବଢ଼ିପାରେ। ଅତି ତତ୍ପର ହୋଇ ନିଷ୍ପତ୍ତି ନେବା ପରିବର୍ତ୍ତେ ଭାବିଚିନ୍ତି ପଦକ୍ଷେପ ନେବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ନମ୍ବର 5 ଘଟଣା ହେଉଛି ଜୀବନରେ ଆସିପାରେ ଏକ ବଡ଼ ପରିବର୍ତ୍ତନ। ରଥଯାତ୍ରା ପରେ କନ୍ୟା ରାଶିର ଲୋକମାନଙ୍କ ଜୀବନରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇପାରେ। ଦୀର୍ଘ ଦିନ ଧରି କରୁଥିବା ପରିଶ୍ରମର ଫଳ ଆପଣଙ୍କୁ ମିଳିବାର ସୁଯୋଗ ରହିବ। ନୂଆ ଚାକିରି, ବ୍ୟବସାୟରେ ଉନ୍ନତି, ନୂଆ ଦାୟିତ୍ୱ କିମ୍ବା ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଆପଣ ଦେଖିବାକୁ ପାଇବେ। କିନ୍ତୁ ସଫଳତା ପାଇଁ ନିଜର ପ୍ରୟାସ, ଧୈର୍ଯ୍ୟ ଏବଂ ସଠିକ ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ। କନ୍ୟା ରାଶି ପାଇଁ ଏହି ରଥଯାତ୍ରା ପରଠାରୁ ଦୁଃଖ ଆପଣଙ୍କର ସମସ୍ତ ସରିଯିବ ଏବଂ ସୁଖ ଫେରି ଆସିବାର ସମୟ ହୋଇଛି। କନ୍ୟା ରାଶି ପାଇଁ ଜ୍ୟୋତିଷ ମତାନୁସାରେ ଗୁରୁ, ବୃହସ୍ପତି ଏବଂ ଶନିଙ୍କର ଅନୁକୂଳ ପ୍ରଭାବ ଥିଲେ ଜୀବନରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ବଢ଼ିପାରେ। ଏବେ ଯେଉଁ ଆସିବାକୁ ଯାଉଛି ଜୁଲାଇ ମାସର ରଥଯାତ୍ରା, ଏହି ଗୁଣ୍ଡିଚା ପରଠାରୁ ଆପଣଙ୍କର ଗ୍ରହରେ ବୃହସ୍ପତି 5ମ ଭାବରେ ରହିବେ ଏବଂ ଶନି ମହାରାଜ ଆପଣଙ୍କର 3ୟ ଭାବରେ ରହିଥିବେ, ଯାହାଦ୍ୱାରା କି ଆପଣଙ୍କର ସମସ୍ତ ଦୁଃଖ ସମାପ୍ତ ହୋଇଯିବ। ଦୀର୍ଘ ଦିନ ଧରି ରହିଥିବା ବାଧା ଆପଣଙ୍କର ଧୀରେ ଧୀରେ କମିଯିବ। ଅଟକିଥିବା କାମରେ ଆପଣଙ୍କର ଗତି ଆସିବ ଏବଂ ପରିଶ୍ରମର ଫଳ ମଧ୍ୟ ମିଳିବାର ସୁଯୋଗ ରହିପାରେ। ଏହି ସମୟରେ ଚାକିରି, ବ୍ୟବସାୟ କିମ୍ବା ଆର୍ଥିକ କ୍ଷେତ୍ରରେ ନୂଆ ସୁଯୋଗ ଆପଣଙ୍କୁ ମିଳିବ। ପରିବାରରେ ଖୁସିର ପରିବେଶ ସୃଷ୍ଟି ହେବ ଏବଂ ଭୁଲ ବୁଝାମଣା ଦୂର ହୋଇ ଆପଣଙ୍କ ମଧ୍ୟରେ ଏକ ଭଲ ଏକ ସମ୍ପର୍କ ଗଢ଼ି ଉଠିବ। ତେବେ ଏହା ବ୍ୟକ୍ତିଗତ ଜନ୍ମକୁଣ୍ଡଳୀ ଏବଂ ଗ୍ରହ ସ୍ଥିତି ଅନୁଯାୟୀ ଭିନ୍ନ ହୋଇପାରେ।
ଧୈର୍ଯ୍ୟ ଏବଂ ସଠିକ୍ ନିଷ୍ପତ୍ତି ଏବଂ ନିରନ୍ତର ପରିଶ୍ରମ ସହିତ ଆଗକୁ ବଢ଼ିଲେ କନ୍ୟା ରାଶିର ଲୋକମାନଙ୍କ ପାଇଁ ଏହି ସମୟ ଏକ ଆଶା ଓ ପ୍ରଗତିର ସମୟ ହୋଇ ଉଠିବ। ଆପଣମାନେ ଏହି ସମୟରେ କ'ଣ କରିବେ? କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ତତ୍ପର ହୋଇ ନିଷ୍ପତ୍ତି ନେବା ପରିବର୍ତ୍ତେ ଧୈର୍ଯ୍ୟ ରଖି କାମ କରିବା ଉପଯୁକ୍ତ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରରେ ରୁହନ୍ତୁ। ଆସୁଥିବା ସୁଯୋଗକୁ ଭଲ ଭାବରେ ବିଚାର କରନ୍ତୁ। ପରିବାରର ବଡ଼ମାନଙ୍କର ପରାମର୍ଶ ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣ ନିଜର ଯାହା ବି ଆପଣଙ୍କର ବେଷ୍ଟ ଦେଇପାରେ ତାହା ଆପଣ କରିବେ। ନିଜ ପରିଶ୍ରମଟିକୁ ଜାରି ରଖନ୍ତୁ। ଯଦି ଆପଣଙ୍କର ଜୀବନରେ ବାରମ୍ବାର ବାଧା ଆସୁଛି, ମାନସିକ ଚିନ୍ତା କିମ୍ବା ଆର୍ଥିକ ସମସ୍ୟା ଆପଣ ଅନୁଭବ କରୁଛନ୍ତି, ତେବେ ପ୍ରତି ବୁଧବାର ଦିନ ଭଗବାନ ଗଣେଶଙ୍କର ପୂଜା କରନ୍ତୁ। ଯଦି ଆପଣଙ୍କ ପାଖରେ ସାମର୍ଥ୍ୟ ଅଛି ତେବେ ଯେକୌଣସି ଗୋଟେ ଗଣେଶ ମନ୍ଦିରକୁ ଯାଆନ୍ତୁ। ସେଠାରେ ଆପଣଙ୍କ ନାମ ଲେଖା ହେଇଥିବା ଗୋଟିଏ ଘଣ୍ଟିଟିଏ, ଯୋଉଟିକୁ ମାନେ ଯେଉଁ ଘଣ୍ଟି ଆପଣ ଦାନ କରିବେ ସେ ଘଣ୍ଟି ଏପରି ସ୍ଥାନରେ ରହିବା ଯେପରିକି ପ୍ରତି ଲୋକ ଯେ ମନ୍ଦିରକୁ ଯାଆନ୍ତି, ଆପଣମାନେ ବି ଜାଣିଛନ୍ତି ମନ୍ଦିରକୁ ଯିବା ଟାଇମରେ ଆମେ ଘଣ୍ଟି ବଜେଇ ତାପରେ ମନ୍ଦିର ଭିତରକୁ ପ୍ରବେଶ କରିଥାଉ। ପ୍ରମୁଖରେ ଯେଉଁ ଘଣ୍ଟି ରହିଥାଏ ଆପଣ ସେଠି ଗୋଟେ ଘଣ୍ଟିଟି ଦାନ କରନ୍ତୁ ଏବଂ ପିତ୍ତଳର ଘଣ୍ଟି ଦାନ କରନ୍ତୁ, ଯେଉଁଥିରେ କି ଆପଣଙ୍କର ନାମ ଲେଖା ହେଇଥିବ, ଟାଇଟେଲ ସହ ଲେଖା ହେଇଥିବ। ସେହି ଘଣ୍ଟିକୁ ଯେତେ ଜଣ ଲୋକ ବଜାଇବେ ଆପଣଙ୍କର ପ୍ରଗତି ଓ ଉନ୍ନତି ସେତେ ଶୀଘ୍ର ମଧ୍ୟ ଆପଣଙ୍କର ବଢ଼ିବ। ଆପଣ ଚେଷ୍ଟା କରନ୍ତୁ, ଭଗବାନ ଗଣେଶଙ୍କର ପୂଜା କରନ୍ତୁ। ଭଗବାନ ଗଣେଶଙ୍କର ଚରଣରେ ନିଜକୁ ସମର୍ପଣ କରିଦିଅନ୍ତୁ। ସମ୍ଭବ ହେଲେ ଆପଣ ପ୍ରତିଦିନ ନହେଲେ ପ୍ରତି ଅମାବାସ୍ୟାକୁ ଅମାବାସ୍ୟା ଗାଈକୁ ସବୁଜ ଘାସ ଦାନ କରନ୍ତୁ। ପ୍ରତିଦିନ ଯଦି ଗାଈକୁ ଆପଣ ସବୁଜ ଘାସ ଦେଇପାରିବେ, ଆପଣମାନେ ସମସ୍ତେ ଜାଣିଛନ୍ତି ଗୋମାତା ହେଉଛନ୍ତି 33 କୋଟି ଦେବତା ବସବାସ କରନ୍ତି। ଆପଣ ଗାଈକୁ ହିଁ ଖାଇବାକୁ ଦେଲେ ମାନେ ସବୁ ଗ୍ରହ ନକ୍ଷତ୍ର ସବୁକିଛି ଆପଣଙ୍କର ବାଲାନ୍ସ ହୋଇଯିବ, ଆପଣଙ୍କୁ ଶୁଭ ଫଳ ଦେବ। ଆପଣ ଗାଈକୁ ସବୁଜ ଘାସ ଖୁଆଇବାକୁ ଚେଷ୍ଟା କରନ୍ତୁ। ଏହା ଅତ୍ୟନ୍ତ ଶୁଭ ହେବା ସହିତ ଆପଣ ମଧ୍ୟ ଏହାର ପରିବର୍ତ୍ତନ ଜଲ୍ଦି ଦେଖିବାକୁ ପାଇବେ। ଏହା ସହ ପ୍ରତିଦିନ ସକାଳେ କିଛି ସମୟ ଭଗବାନଙ୍କ ସ୍ମରଣ କରନ୍ତୁ। ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। ସତ୍କର୍ମ କରନ୍ତୁ। କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ। ଏହି ଉପାୟ ଗୁଡ଼ିକ ଆପଣ ଯଦି କରିବେ ନିଶ୍ଚିତ ଭାବରେ ଆପଣଙ୍କୁ ଶୁଭଫଳ ମିଳିବା ସହିତ ଆପଣଙ୍କ ଜୀବନର ସମସ୍ତ ବାଧା ଦୂର ହୋଇଯିବ। ତେବେ ଏହା ଥିଲା କନ୍ୟା ରାଶି ପାଇଁ ଏକ ବିଶେଷ ପ୍ରକାରର ସମ୍ଭାବନା ଓ ପ୍ରତିକାର। ରଥଯାତ୍ରା ପରଠାରୁ କନ୍ୟା ରାଶିର ଜୀବନରେ କେଉଁ ପରିବର୍ତ୍ତନ ଆସିପାରେ ଏବଂ କେଉଁ କଥାରେ ସତର୍କ ରହିବା ଆବଶ୍ୟକ ସେସବୁ ଆପଣମାନେ ଏହି ଭିଡ଼ିଓରେ ଜାଣିଲେ। ମନେ ରଖନ୍ତୁ, ଏଗୁଡ଼ିକ ଜ୍ୟୋତିଷମୟ ଶାସ୍ତ୍ର ଅନୁସାରେ ଆପଣ ଏକ ଗ୍ରୁପ ଅନୁସାରେ ଆମେ କହୁଛୁ, ଇଣ୍ଡିଭିଜୁଆଲି ଆପଣ ନିଅନ୍ତୁ ନାହିଁ। ଏଗୁଡ଼ିକ ସତାସତ 100% ସତାସତ ନହେଲେ ବି 90% ସତ। ଆପଣଙ୍କର ଜନ୍ମକୁଣ୍ଡଳୀ ଅନୁସାରେ ଏହା ଭିନ୍ନ ଭିନ୍ନ ଫଳ ହୋଇପାରେ। ମାତ୍ର ଆପଣ ନିଜର ପରିଶ୍ରମ, ଧୈର୍ଯ୍ୟ ଓ ସଠିକ ନିଷ୍ପତ୍ତି ଦ୍ୱାରା ଆପଣଙ୍କ ଭବିଷ୍ୟତକୁ ଗଢ଼ିବେ। ତେବେ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥିବେ ତେବେ ଗୋଟିଏ ଲାଇକ୍ କରନ୍ତୁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଏବଂ ଏହିଭଳି ରାଶିଫଳ ଭିଡ଼ିଓ ସବୁଠୁ ପ୍ରଥମେ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ମହାପ୍ରଭୁ ଜଗନ୍ନାଥଙ୍କ କୃପା ସଦା ଆପଣଙ୍କ ଉପରେ ରହୁ। ଜୟ ଜଗନ୍ନାଥ।